କାକଟପୁର ଏବଂ ଅସ୍ତ୍ର ଥାନା ଏ ଦୁଇଟା ଯାକ ଏରିଆ ଭିତରେ ଦିନକୁ ଦିନ ଚୋର ମାନଙ୍କ ପ୍ରାଦୁର୍ଭାବ ବଢି ଚାଲିଛି। ବିଭିନ୍ନ ମଠ ମନ୍ଦିର ହଉ ବା ଯେକୌଣସି ଘର ଲୋକଙ୍କର ମଧ୍ୟ ହଉ ବିଭିନ୍ନ ଜାଗାରୁ ପ୍ରତ୍ୟେକ ଦିନ ଚୋରି ହେଉଛି। ଆପଣ ଦେଖିବେ, ଟିଭି ଦେଖନ୍ତୁ ବା ପେପର ଦେଖନ୍ତୁ ବା ସାଧାରଣ ଲୋକ ସହିତ କଥା ହୁଅନ୍ତୁ, ନିଶ୍ଚିତ ରୂପେ କୌଣସି ଦିନ ନା କୌଣସି ଦିନ ନିଶ୍ଚିତ ଚୋରି ହେଉଛି। ଗତକାଲି କାକଟପୁର ଥାନା କେନ୍ଦ୍ରାପଡ଼ା ପଞ୍ଚାୟତର ମଠ ସାହି, ଯେଉଁଠି ବ୍ରାହ୍ମଣ ସମ୍ପ୍ରଦାୟର ଲୋକମାନେ ରୁହନ୍ତି ଏବଂ ତାଙ୍କର ଠାକୁର ହେଉଛନ୍ତି ଶ୍ରୀ ଚୈତନ୍ୟ ମହାପ୍ରଭୁ ଜଗନ୍ନାଥ। ଗତକାଲି କିଛି ଦୁର୍ବୃତ୍ତ ରାତିରେ ପଶି ଠାକୁରଙ୍କର ବିଭିନ୍ନ ପ୍ରକାର ସାମଗ୍ରୀ ଚୋରି କରି ନେଇଛନ୍ତି। ଏ ବାବଦରେ ଆମ ପାଖରେ ଜଣେ ପୂଜକର ମା ଅଛନ୍ତି, ଆସନ୍ତୁ ତାଙ୍କ ସହିତ କଥା ହେବା। କ'ଣ କହିବ ମା, କ'ଣ ପାଇଁ ଏମିତି ହଉଛି? ଆମେ ପାଳି କରିବାକୁ ଭୋର 5ଟାରୁ ଆସିଲା ବେଳକୁ କାଲି ରାତିରେ ଚୋର ପଶି ଠାକୁରଙ୍କୁ ଫୋପାଡ଼ି 2ଟା ପିତ୍ତଳ ଖଟୁଲି ନେଇଛନ୍ତି। ଗୋଟେ 22,000, ଗୋଟେ 11,000ର ଘଣ୍ଟ 11 ପଟ ନେଇଛନ୍ତି, ନୀତି ଘଣ୍ଟ ପଟେ ନେଇଛନ୍ତି, ଢାଳ ନେଇଛନ୍ତି, ଗରା ନେଇଛନ୍ତି, ଥାଳି ନେଇଛନ୍ତି, ବଡ଼ ଥାଳି ଗୋଟେ, ଆଉ ତାଙ୍କ ଘଣ୍ଟ ଘଣ୍ଟି ସବୁ ନେଇଛନ୍ତି। ଠାକୁରଙ୍କର ଗାମୁଛା ଥିଲା 50 ଖଣ୍ଡ ହବ, ତାକୁ ସହକାରେ ନେଇ ଯାଇଛନ୍ତି। ଆଉ 50,000 ଟଙ୍କା ଠାକୁରଙ୍କ ଟ୍ରଙ୍କରେ ଥୁଆ ହେଇଥିଲା, ତାକୁ ବି ନେଇ ଯାଇଛନ୍ତି। ଆମ ପିଲା ଦୋଳ କାନ୍ଦେଇ କାନ୍ଦେଇ, ଯୋଉ ଖରା ନାହିଁ ବର୍ଷା ନାହିଁ, ସବୁଥିରେ ବୁଲି ବୁଲିକିରି ଆଣି ଠାକୁରଙ୍କ ପାଇଁ ଜିନିଷ କରିଥିଲେ, ତାକୁ ସବୁ ନେଇ ଯାଇଛନ୍ତି। ଅନ୍ୟ ନୀତି କେମିତି ହବ ଠାକୁର ଘରେ? ଠାକୁରଙ୍କ ଗଡୁ ନାହିଁ, ଠାକୁରଙ୍କର ଘଣ୍ଟି ନାହିଁ, ଠାକୁରଙ୍କର ଥାଳିଆ ନାହିଁ, କିଛି ନାହିଁ। ଠାକୁର ଛିନି ଛତ୍ର ହିଁ ପଡିଛନ୍ତି, ଠାକୁରଙ୍କର ଆସ୍ଥାନ ବି ନାହିଁ। ଆଉ ସେ ଯୋଉ ଲୋକ ନେଲା, ତା ହାତ କେମିତି ଛିଡି ପଡିବ, ତା ଛାତି କେମିତି ଫାଟିଯିବ। ଆମ ପିଲା ଯୋଉ କଷ୍ଟ କରିକିରି ଯୋଉ କାନ୍ଦେଇ କାନ୍ଦେଇ ଖରାରେ ତାଙ୍କ ଜୀବନ ଛାଡି ଯାଇଛି, ସେ ଆଣିକି ଠାକୁର ଘରକୁ କରିଥିଲେ। କେମିତି ଏନେ ନୀତି ହବ ନାହିଁ, ଚୈତନ୍ୟ ମହାପ୍ରଭୁଙ୍କର ନାହିଁ, ରାମ ଲକ୍ଷ୍ମଣ ସୀତାଙ୍କର ନାହିଁ, ପତିତପାବନଙ୍କ ମୁଣ୍ଡରେ ମକୁଟ ଥିଲା, ସିଏ ବି ନାହିଁ। ସବୁ ନେଇ ଯାଇଛନ୍ତି। ପ୍ରଭୁ ଜଗନ୍ନାଥ ବଡ ଦାଣ୍ଡରେ ବଇଛନ୍ତି, ତାଙ୍କ ଉପରୁ ଯିଏ ଏ ଜିନିଷ ନେଇଛି, ସିଏ ଯେମିତି ଆର ବର୍ଷ ରଥଯାତ୍ରା ବେଳକୁ ନଥବ, ତା ଛାତି ଫାଟି ଯାଇଥିବ। ଆପଣ ଶୁଣୁଥିଲେ କିଭଳି କୋହଭରା କଣ୍ଠରେ ମା ମାନଙ୍କର କହୁଛନ୍ତି କେତେ କଷ୍ଟରେ ସେମାନଙ୍କର ପିଲାମାନେ ଦୋଳ କାନ୍ଧେଇ ଯେଉଁ ପଇସା ସଂଗ୍ରହ କରିଥିଲେ ଏବଂ ସେଥିରେ ମଧ୍ୟ କିଛି ଠାକୁରଙ୍କ ପାଇଁ ଆସ୍ଥାନ ହଉ ବା ଘଣ୍ଟ ହଉ ବା ସାମଗ୍ରୀ ହଉ କିଣା ହେଇଥିଲା, ତାକୁ ମଧ୍ୟ ନେଇଯାଇଛନ୍ତି। ଆମ ପାଖରେ ଆଉ ଜଣେ ପୂଜକ ଅଛନ୍ତି, କ'ଣ କହିବା, ମାନେ କ'ଣ ଭାବୁଛନ୍ତି? କ'ଣ ଭାବିବୁ, ଏ ତ ଗୋଟେ ଚାଲିଛି ର୍ୟାକେଟ ଭଳି ଚାଲିଛି। ଏ ମାନେ ମନ୍ଦିରରୁ ଆସି ସବୁ ମନ୍ଦିର ଲୁଟ୍ କରୁଛନ୍ତି। ଏମିତି କୌଣସି ଥାନା ଆଉ କି କିଛି ତାର ପ୍ରତିକାର କରୁନାହାନ୍ତି। ତେଣୁ ଦିନକୁ ଦିନ ବଢି ଚାଲିଛି। ଆମ ଗ୍ରାମରୁ କାଲି ସେଇପରି ଆସି ଆମର ଠାକୁରଙ୍କର ଗୋଟିଏ ଥିଲା 20 କିଲୋର ଗୋଟେ ଆସ୍ଥାନ ଥିଲା, ଆଉ ଗୋଟେ ଥିଲା 25 କିଲୋର ଆସ୍ଥାନ, ତାକୁ ନେଇଛନ୍ତି। ତାପରେ ଘଣ୍ଟ ନେଇଯାଇଛନ୍ତି, ଘଣ୍ଟ 15-20 ପଟ ଥିଲା, ଘଣ୍ଟ ନେଇଯାଇଛନ୍ତି। ତାପରେ ହୁଣ୍ଡିରୁ 50,000 ଟଙ୍କା ଭାଙ୍ଗି ନେଇଯାଇଛନ୍ତି। ଠାକୁରଙ୍କର ଥାଳି ଘଣ୍ଟ ଆଉ ଘଣ୍ଟି, ତାପରେ ଦୀପଦାନୀ, ତାର ଠାକୁରଙ୍କ ପୂଜା ସାମଗ୍ରୀ ଯେମିତି ପୂଜା ପାଇଁ ଥାଳି ଘଣ୍ଟି ସବୁ ଥାଏ, ତାକୁ ସବୁ ନେଇଯାଇଛନ୍ତି। ତାପରେ ଠାକୁରଙ୍କୁ ତଳେ ଫୋପାଡ଼ି ଦେଇଛନ୍ତି। ସେ ଠାକୁର ତଳେ ପଡ଼ିଛନ୍ତି, ସେ ତାଙ୍କର ମକୁଟ ଆଉ ସବୁ ନେଇଛନ୍ତି। କିଛି ଦେଖିଲା ବେଳକୁ ଆମେ ଆଜି FIR ଦେଇଛୁ କାକଟପୁରରେ, କିନ୍ତୁ ଆମେ ବି ଯାହା ଜାଣୁଛୁ ସେ କିଛି ନୁହଁ। ଏ ସବୁ ଚାଲିଛି ଗୋଟେ ମାଫିଆ, ଏ ନେତା ରାଜନେତା ଆଉ ଏ ଥାନା ବାଲାଙ୍କର ଗୋଟେ ମାନେ ମଧୁଚନ୍ଦ୍ରିକା ଚାଲିଛି। ଏ ସେମାନଙ୍କ ଭିତରେ ଭାଗ ରହୁଛନ୍ତି। ତେଣୁ ୟାଟା ବହୁତ ଦିନକୁ ଦିନ ବଢି ଚାଲିଛି, କିନ୍ତୁ ୟାର କାହିଁ ପ୍ରତିକାର ପାଇଁ କିଛି ପ୍ରଶାସନ କିଛି ନଉନି। ଆପଣ ଶୁଣୁଥିଲେ ଗତକାଲି ରାତିରେ ମଧ୍ୟ ପ୍ରବଳ ବର୍ଷା ହେଇଥିଲା ଏବଂ ବର୍ଷାରେ ମଧ୍ୟ ବିଦ୍ୟୁତ ସଂଯୋଗ କଟା ଯାଇଥିଲା। ବିଭିନ୍ନ ସମୟରେ ଆମେ ଦେଖୁଛୁ ଯେଉଁ ଦିନ ମନ୍ଦିରରୁ ଚୋରି ହେଉଛି ସେଇ ଦିନ ହିଁ ବିଦ୍ୟୁତ ସେଇ ସମୟରେ ନଥାଏ। ଯେଉଁ ସମୟରେ ଲାଇନ କଟୁଛି ସେଇ ସମୟରେ ଲୁଟେରା ମାନଙ୍କର ପ୍ରାଦୁର୍ଭାବ ବଢୁଛି ଏବଂ ମଧ୍ୟ ସେଇ ଦିନ ହିଁ ବିଭିନ୍ନ ଜାଗାରୁ ଚୋରି ହେଇଥିବାର ନଜର ଆସିଛି। ତେଣୁ ଏଠି ମଧ୍ୟ ବିଦ୍ୟୁତ ବିଭାଗକୁ ଏକ ପ୍ରକାର ଦାୟୀ କରୁଛନ୍ତି ସାଧାରଣ ଲୋକମାନେ। ଅସ୍ତରଙ୍ଗ କାକଟପୁରରୁ ଆର୍ତ୍ତତ୍ରଣ ମହାନ୍ତି, ଓଡ଼ିଶା ଭାସ୍କର।